ଜୀବନରେ କେଉଁମାନେ ପଛେଇ ଯାଆନ୍ତି ତ କେଉଁମାନେ ଆଗେଇ ଯାଆନ୍ତି। ଆଜିର ଭିଡ଼ିଓଟି ହେଉଛି ଲୋକମାନେ ଅନେକ ଲୋକ କାହିଁକି ଜୀବନରେ ସେମାନେ ପଛରେ ପଡ଼ିଯାଆନ୍ତି, ଆଗକୁ ଯାଇପାରନ୍ତିନି, ଆଗକୁ ଯିବାକୁ ଚେଷ୍ଟା କଲେ ମଧ୍ୟ କ'ଣ ପାଇଁ ତାଙ୍କର କେଉଁ ଅସୁବିଧା ହୁଏ ଯେ ସେମାନେ ଆଗକୁ ଯାଇପାରନ୍ତିନି। ପ୍ରତିଦିନ ଆମେ ଦେଖନ୍ତି ଅନେକ ଲୋକ ଜୀବନରେ ଅତ୍ୟନ୍ତ ଉତ୍ତଙ୍ଗ ଶିଖରରେ ଚଢ଼ୁଥିଲା ବେଳେ ଅନେକ ସେହି ସମତଳ ରହି ସବୁଦିନକୁ ବିତେଇ ଦିଅନ୍ତି। ଏଠି ଜୀବନରେ କେଉଁମାନେ ପଛୁଆ? ପ୍ରଥମ କଥାଟି ହେଉଛି ଯେଉଁମାନଙ୍କର ଆଗକୁ ଯିବାର ନା ସାମର୍ଥ୍ୟ ଅଛି ନା ସେମାନଙ୍କର ସାହସ ଅଛି। ଯେଉଁମାନେ ଏ କଥା ନାହିଁ ତେଣୁ ସେମାନେ ପଛୁଆ ସବୁଦିନ ରହିଯାଆନ୍ତି, କାରଣ ସେମାନେ କେବେ ହେଲେ ଆଗକୁ ନ ଯାଇପାରିବାରୁ ପଛୁଆ ହେଇଯାଆନ୍ତି। କିଛି ଲୋକ ଅଛନ୍ତି ସେମାନେ ଅତୀତକୁ ବହୁତ ଗୁରୁତ୍ୱ ଦିଅନ୍ତି। ତାଙ୍କର ବାପା ଜଣେ ମହାନ ଲୋକ ଥିଲେ, ଭାଇ ଜଣେ ମହାନ ଲୋକ ଥିଲେ, ତାଙ୍କର ପରିବାର ଏଇଭଳିଆ ପରିବାର, ଏସବୁ ଯେଉଁ ଉଦ୍ଭଟ ଚିନ୍ତାଧାରା, ନିଜେ କ'ଣ କରୁଛ ସେ କଥା ଚିନ୍ତା କରନ୍ତିନି। ସେମାନେ ଅତୀତର ଯେଉଁ ଗାରିମାମୟ ପାରିବାରିକ କିମ୍ବା ତାଙ୍କର ସାମାଜିକ ସ୍ଥିତିକୁ ସେମାନେ ବଖାଣି ବସନ୍ତି। ସେମାନେ ମଧ୍ୟ ସେଇ କଥା ଭାବି ଭାବି ସେମାନେ ମଧ୍ୟ ପଛୁଆ ହୋଇ ରହିଯାଆନ୍ତି। ତୃତୀୟ କଥାଟି ହେଉଛି ଯେଉଁମାନେ ଭବିଷ୍ୟତ ବିଷୟରେ ସନ୍ଦିହାନ, ଭବିଷ୍ୟତକୁ ନେଇ ସେମାନେ ଯୋଜନା ନଥାଏ, ସେମାନେ ମଧ୍ୟ ପଛୁଆ ପାଲଟି ଯାଆନ୍ତି। ଏଠି ଆଉ ଗୋଟିଏ କଥା, ଯଦି ଯିଏ ନିଜକୁ ଚିହ୍ନି ପାରେ ନାହିଁ, ସେ ଅନ୍ୟ ବିଷୟରେ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଚିନ୍ତିତ ହୋଇପଡ଼େ ବା ଚିନ୍ତା କରେ ଏବଂ ଅନ୍ୟ ବିଷୟରେ ବେଶୀ ସମୟ ନଷ୍ଟ କରେ, ଯେଉଁଗୁଡ଼ାକ ତା ପାଇଁ ଦରକାର ନାହିଁ, ଅଦରକାରୀ ଜିନିଷ ଚିନ୍ତା କରିକି ସେ ମଧ୍ୟ ପଛୁଆ ହେଇଯାଏ। ଏଠି ଆଉ ଗୋଟେ ଗୁରୁତ୍ୱ କଥା, ଆଉ କିଛି ଲୋକ ସବୁବେଳେ ସେମାନେ ଆଗୁଆ ଲୋକଙ୍କ ସହିତ ମିଶି ପାରନ୍ତିନି, ପଛୁଆ ଲୋକଙ୍କ ସହିତ ସବୁବେଳେ ମିଶନ୍ତି। ଯେଉଁମାନେ ଜୀବନରେ ଆଗେଇ ପାରିନାହାନ୍ତି ସେମାନଙ୍କ ସହିତ ସମୟ ବିତେଇ ଦିଅନ୍ତି। ସେମାନେ ପଛୁଆ ଲୋକଙ୍କର ଆଦର୍ଶକୁ ଆଦର୍ଶ ଭାବରେ ନିଆଯାଆନ୍ତି କିମ୍ବା ସେମାନଙ୍କ ସହିତ ମିଶିବା ଦ୍ୱାରା ତାଙ୍କର ଗୁଣ ଗୁଡ଼ିକ ସେଇଥିରେ ମିଶିଯାଏ, ଯାହାଦ୍ୱାରା ସେମାନେ ପଛୁଆ ପାଲଟିଯାଆନ୍ତି। କିନ୍ତୁ ସବୁଠାରୁ ଶ୍ରେଷ୍ଠ କଥାଟି ହେଉଛି ଠିକ୍ ବାଟରେ ନ ଯାଇ ଯଦି ଆମେ ଜୀବନରେ ଭୁଲ ବାଟରେ ଚାଲିଯିବା ନା, ତାହେଲେ ନିଶ୍ଚିତ ରୂପରେ ଆମେ ପଛୁଆ ହେଇଯିବା। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏକଥା ସମସ୍ତେ ଅତି କମ୍ ସେ କମ୍ କିଛି ମାତ୍ରାରେ ତ ଗ୍ରହଣ କରିପାରିବେ।